ବର୍ତ୍ତମାନ ସନ୍ଧାନ ଲାଇଭ ଏବଂ ଅନନ୍ତ କୃପା ଆମେ ସିଧାସଳଖ ପଞ୍ଚାୟତିକ ଗୁପ୍ତ କ୍ଷେତ୍ର ଆପଣମାନେ ଦେଖୁଥିବେ। ଇଏ ହେଉଛି ଯୋଉ ଦେବଦାରୁ ବୃକ୍ଷ ଦେଖୁଛନ୍ତି ଆପଣ ମାନେ। ଏଠି ମା ତାରିଣୀଙ୍କର ଲୀଳା ଆରମ୍ଭ ହୋଇଥିଲା ପ୍ରାୟ 40 ବର୍ଷ 50 ବର୍ଷ ପୂର୍ବରୁ। ଆମ ସହିତ ଯିଏ ଏଠାକାର ସେବକ ଅଛନ୍ତି ତାଙ୍କ ସହିତ ସିଧାସଳଖ ଆଲୋଚନା କରିବା। ଆପଣଙ୍କ ପରିଚୟ ଆଗ ଟିକେ ଦିଅନ୍ତୁ। ମୋ ନାଁ ହେଉଛି ରମେଶ ଜେନା, ଜାତି ପାରିଲ, ଗୋବରୀ ନଦୀ କୂଳ, ମାଙ୍କର ପୀଠ। ଇଏ ପ୍ରଥମ ଏଇ ଜାଗାରେ ଆମେ ମା ଯେତେବେଳେ ଆବିର୍ଭାବ ହେଲେ, ହୁଙ୍କା ବି ଅଛି। ଏଇ ଜାଗାରେ ହେଇଛି ହୁଙ୍କା ଅଛି, ଷଣ୍ଢ ଭାଙ୍ଗି ଦେଇଛି। ତା ଆଗଟା ସେ ପୁଣି ଆଉ ଗୋଟେ ସେଠି ହୁଙ୍କା ଅଛି, ଏଠି ବି ହୁଙ୍କା ଥିଲା। ଏଇ ସମୟରେ ମା ଯେତେବେଳେ ଆବିର୍ଭାବ ହେଲେ, କେତେ ବର୍ଷ ତଳର କଥା ଏଟା ହଉଛି 2008 ମସିହାର। 8 ମସିହାର 7ରେ ଆରମ୍ଭ ହେଇଛି। ଆଉ ଆମର ପୁଅ ଜନ୍ମ ହେଇଥିଲା। ଗୋବରୀ ନଦୀ ବି ଅଛି। ହଁ, ଗୋବରୀ ନଦୀ ଏଇଟା ସେଇ କୂଳରେ ଦେଖା ହଉଛି ନାଇଁ? ହଁ, ଗୋବରୀ ନଦୀ ପୀଠ। ଗୋବରୀ ନଦୀ କୂଳରେ ନାଇଁ? ଗୋବରୀ ନଦୀ କୂଳରେ ବିଭିନ୍ନ ପ୍ରକାର ଅଛି। ସାହାଡା ବୃକ୍ଷ ବି ଦେଖା ହଉଛି। ହଁ, ସାହାଡା ବୃକ୍ଷ ଅଛି। ଦେବଦାରୁ ଦୁଇଟି ଦେବଦାରୁ। ହଁ, ଦେବଦାରୁ ଅଛନ୍ତି। 3ଟା ଗଛ ଅଛି ଏଠି, 3ଟି ଗଛ। ଏ ଦିଟା ଦେବଦାରୁ, ଏଟା ଏଠି ତିଆରି ହେଉଛି। 2007ରେ କଣ ହେଲା? 2007ରେ ଏଟା ମାଙ୍କର ଆବିର୍ଭାବ ହେଲେ। ହେଲା ପରେ ସେଠୁ ମା ସ୍ୱପ୍ନାଗତି କଲେ। କାହାକୁ? ମତେ, ରମେଶ ଜେନାକୁ ସ୍ୱପ୍ନାଗତି କଲେ। ସ୍ୱପ୍ନାଗତି ଗଲା ପରେ ରାତିରେ କହିଲେ ଯେ ମୁଁ ଏଇ ଜାଗାରେ ଅଛି। ହଁ, ଏଇ ସ୍ଥାନ ଦେଖେଇଲେ। ସେ ଜଙ୍ଗଲ ଥିଲା, ଏଟା ବଣ ଜଙ୍ଗଲ ଥିଲା। ଜଙ୍ଗଲ ଭଳିଆ ଖରା ଦିନରେ ଫାଙ୍କା ଲାଗୁଛି, ଅଷାଢ ମାସ ଆହୁରି ଜଙ୍ଗଲ ଅଛି। ଜଙ୍ଗଲ ମୁଁ ଏମିତି ଘରେ ଶୋଇଥିବି, ମତେ ମା ଯାଇକିରି ଡାକିବେ, ଉଠିବୁନୁ କିରେ? ଡାକିବେ, ଉଠିବୁନୁ? କିଏ ଡାକିଲା? ମୁଁ ଜାଣିପାରିଲିନି ଫାଷ୍ଟ ତ କିଏ ଡାକିଲା ବୋଲି କହିଲି। ତାପରେ ସେଠୁ ଉଠିକି ବସିଲି। ଉଠିକି ବସିଲା ପରେ ସେଠୁ ପୁଣି ମୁଁ ଟିକେ କଣ କଲା, ପୁଣି ଟିକେ ଘାଲେଇ ପଇଲି। ଘାଲା ପରେ କଣ ଜାଣିପାରୁନୁ? ରାତି ପାଇଲାଣି, ତତେ ଡାକୁଛି ବା, ଉଠୁନୁ। ସେଠୁ ମୁଁ ଉଠିକି ଆସିଲି। ଉଠିଲା ପରେ ତା ପରଦିନ, ଆଉ ସେଦିନ ଆଉ ଆସିଲି ନାହିଁ। ତା ପରଦିନ ଆସିଲି। ତା ପରଦିନ ଯେତେବେଳେ ହେଲା, ପୁଣି ମତେ ଯାଇକିରି ମୋ ମୁଣ୍ଡ ପାଖରେ ମୁଁ ଶୋଇଛି। ମୋ ମୁଣ୍ଡ ପାଖରେ 2 ଜଣ ଯାଇକିରି ଶିବ ପାର୍ବତୀ ମୋ ମୁଣ୍ଡକୁ ଏମିତି ଆଉଁସିଲା ପରେ କହିଲେ, ମୁଁ କାଲି କହିଲି ତୁ ଜାଣିପାରିଲୁନୁ? ତୁ ଡରୁଛୁ? ଏମିତି ମତେ କହିଲେ। ଶିବ ପାର୍ବତୀ? ହଁ। ସ୍ତ୍ରୀ ପୁରୁଷ 2 ଜଣ, ମାନେ ଧବଳ ବନ, ଧଳା ଡ୍ରେସ ପିନ୍ଧିଛନ୍ତି। ଆଣ୍ଠୁ ମାରିକିରି ବସିଲେ ମୋ ମୁଣ୍ଡ ସାଳେ, ଆଉଁସିଲେ। ସେଠୁ କହିଲେ, କଣ ଜାଣିପାରିଲୁନୁ? କାଲି ମୁଁ କହିଲି, ଡରୁଛୁ? ସେଠୁ ମୁଁ ଭାଡ଼ିକିନି ଉଠିଗଲି। ଉଠିଲା ପରେ ସେଠୁ ପଳେଇଲେ। ମୁଁ ସେତେବେଳେ ଭୁବନେଶ୍ୱରରେ ରହୁଥିଲି, ପଟିଆ ନନ୍ଦନକାନନରେ ରହୁଥିଲି। ସେଠୁ କହିକି ନମସ୍କାର କଲି। ସେଠୁ ପୁଣି ପଳେଇଲି। ସେଠୁ ପଳେଇଲା ପରେ ଭୁବନେଶ୍ୱର ରହିଲି। ଭୁବନେଶ୍ୱର ରହିଲା ପରେ ସେଠୁ କଣ ହେଲା, ସେଠି ଆଉ ମା ସେଠୁ ପୁଣି ମୋ ମୁଣ୍ଡ ସାଳେ ଯାଇ ବସିଲେ। ବସିଲା ପରେ ମୁଁ ଯୋଉ ଗୋଟେ ରାଜମିସ୍ତ୍ରୀ କାମ ମୁଁ କରୁଛି, ମୁଁ ଯୋଉ ଟିମ୍ ଟି କରିଥିଲି, ସେ ଟିମ୍ ମୁଁ ଯୋଉ ଘରେ ଶୁଏ, ମୁଁ ଏକୁଟିଆ ଶୁଏ। ମୋର ଏକଡା ବିଛଣାରେ ମାଙ୍କୁ ପୂଜା କରେ। ପୂଜା କଲା ଭିତରେ ସେ ସବୁ ଛୁଆ ସବୁ ହୋ ହା ହେଲେ, କହିଲେ ମିସ୍ତ୍ରୀ ସେଠୁ ମୋ ସାଙ୍ଗରେ ସବୁ ବାହାରିଲେ। କହିଲେ, ତମେ ଯୋଉଠି ଶୋଉଛ ମୁଁ ସେଇଠି ଶୋଇବି। ମୁଁ କହିଲି, ନାଇଁ ରେ ବାପା, ତମେ ସବୁ ଡରିବ, ତମେ ଶୁଅନା। ମୁଁ ଜାଣିଛି ଏଇ ସବୁ ଜିନିଷଟା ହଉଛି। ମା ଆସିକିରି ପହଞ୍ଚୁଛନ୍ତି। ସେ ସେଠୁ ଯେମିତି କହିଲେ, ସିଏ ସେଠୁ ଜିଦି କରିକି ସେଠୁ ମୋ କତିକି ଚାଲିଲେ। ସେଠୁ ମୋ ପାଖରେ ଶୋଇଲେ। ସେଠି କଣ ହେଲା, ମୁଁ ଯୋଉ ଘରେ ଶୁଏ, ମୁଁ କବାଟଟି ଆଉଜେଇ ଦେଲି। ସେଇ ସମୟରେ, ମୁଁ ଶୋଇଲା ସମୟରେ, ମୋର ନମସ୍କାର କରିକି ମାଙ୍କୁ ଧୂପ ଦେଇ ସନ୍ଧ୍ୟାବେଳେ ଶୁଏ। ସେଇ ସମୟରେ ସେ ପିଲାମାନଙ୍କ ଉପରେ ଚଢିଗଲା। ସିଏ ହାଉଳେ ହେଇକିରି ଚିତ୍କାର କରି 4-5 ଜଣ ଚିତ୍କାର କରିକି ବଇଛନ୍ତି।
ମୁଁ ମୋର ଦେଖୁଛି ଜାଣିଲା ପରେ ସେଠୁ ମତେ ସେଠୁ ହଲେଇକି ଯାଇ ଡାକିଦେଲେ। ମୁଁ ଉଠିଲା ବେଳୁ କଣ ନା ଏଇଆ ହଉଛି କଥା। ତାପରେ ସେଠୁ କଣ କଲା, ତା ପରଦିନ ଯୋଉଦିନ ଏଇ ଜିନିଷ ଘଟଣା ଘଟିଲା ତାରିଖ କଥାଟା ମୁଁ କହିପାରୁନାହିଁ, ମନେ ରଖିନାହିଁ। ତାପରେ ସେଠୁ କହିଲେ କଣ କରିବା ତମେ କଣ କରୁଛ ଆଉ କାହିଁ ଆମ ଉପରେ ଚଢିଗଲା କି? ମୁଁ କହିଲି କିଛି ନାହିଁ, କେହି ଚଢି ନାହାନ୍ତି। ତା ପରଦିନ ଶନିବାର ହେଇଥିଲା। ସେଦିନ ମୁଁ ଘରକୁ ଆସିବା କଥା। ତା ଶୁକ୍ରବାର ଏଇ ଘଟଣା ଘଟିଲା। ଶନିବାର ଦିନ ମୋ ଦେହ ଖରାପ ହେଲା, ବାନ୍ତି ଫାନ୍ତି ହେଲି, ଖାଇଲି ନାହିଁ, ବିଚଳିତ ହେଲି ଟିକେ, ମୁଣ୍ଡ ବି କାମ କଲା ନାହିଁ, ଆଉ ସ୍ମରଣ ହେଲା ନାହିଁ, ଆଉ ରହିଗଲି ସ୍ଥିର ହେଇକିରି। ସାଙ୍ଗେ ସାଙ୍ଗେ ଏଠୁ କଣ କରିବା, ମୁଁ କହିଲି କାଲି ମୁଁ ଘରକୁ ପଳେଇବି। ଘରକୁ ଯେତେବେଳେ ବାହାରିଛି ଆସିବା ପାଇଁ, ଘରକୁ ଆସିଲି, ମୋ ପଛେ ପଛେ ମୁଁ ସାରିଲି, ମା ମୋ ପଛେ ପଛେ ଆସିଲେ। ମୁଁ ଜାଣିପାରିଲି ଯେ ଝୁମ୍ ଝୁମ୍ ଶବ୍ଦ ହେଉଛି ମୋ ପଛେ ପଛେ ମୁଁ ଯାଉଛି, ଯେତେବେଳେ ମୋ ଝୁମ୍ ଝୁମ୍ ଶବ୍ଦଟା ମୁଁ ଖାଲି ଶୁଣୁଛି ଯେ ମୋ ସାଙ୍ଗରେ ଗୋଟେ କିଏ ଆଉଛି। ସେଇ ସମୟରେ ଆସିଲା ସମୟରେ ସେଠୁ ଆସିଲି, ଅଟୋ ବି ଆସି ପହଞ୍ଚିଲା। ଅଟୋ ମୁଁ ଯୋଉଠି ଆସି ଗାଡି ଠିଆ ହଉଛି ସେଇ ସମୟରେ ଆସି ଗାଡି ବି ମୋ ପାଖରେ ଠିଆ ହଉଛି। ମୁଁ ଆସିଲି ଜୟଦେବ ବିହାର ଛକରେ ଓହ୍ଲେଇଲି। ଜୟଦେବ ବିହାର ଛକରେ ଓହ୍ଲେଇଲା ପରେ ପୁଣି ବସ୍ ଆସି ଲାଗୁଛି, ଅଟୋ ବସ୍। ତାପରେ ମୁଁ ବସିଲି। ପଳେଇ ଆସିଲା ପରେ ରିଙ୍ଗ ରୋଡରେ ଓହ୍ଲଉଛି, ଆମର ଆସିବି ବୋଲି ଆଡକୁ ରିଙ୍ଗ ରୋଡରେ ଆସିଲା ବେଳକୁ ଦେଖିଲା ରାହାଣିଆ ବସ ଲାଗିଲା ଆମ ଗାଁକୁ। ମୁଁ ସେଠୁ ସେଥିରେ ବସିଲି ରାହାଣିଆ ବସରେ। ରାହାଣିଆ ବସରେ ଏଠି ଆସିକି 7ଟା ସମୟରେ ପହଞ୍ଚିଲି। 7ଟା ସମୟରେ ପହଞ୍ଚିକି ଓହ୍ଲେଇ ପଇଲି। ଓହ୍ଲେଇ ପଡିଲା ପରେ ମୁଁ ରାସ୍ତାରେ ଓହ୍ଲେଇକି ଯେତେବେଳେ ଘରକୁ ଆସିଲେ ପୁଣି ସେ ଝୁମୁ ଝୁମୁ ଶବ୍ଦଟା ଶୁଭିଲା, ମୋ ପଛରେ କିଏ ଆଉଛି। ମୁଁ ଜାଣିଲି ଯେ ମା ଆଉଛନ୍ତି। ଆଉ ସେ ଯେମିତି ଜଣକୁ ଧରିଲା ଭଳିଆ ମୋ ସାଇଡରେ ଏମିତି ଚାଲୁଛନ୍ତି। ସାଇଡରେ ଚାଲି ଚାଲିକି ଆସି ପହଞ୍ଚିଲେ। 4ଟା ଆସିଲେ, ଚାଲିଲା ପହଞ୍ଚିଲେ ଯେତେବେଳେ, ଏଠି ମା ବି ଆଗରୁ 40 ବର୍ଷ ତଳେ ସେ ପୀଠଟା ତିଆରି ହେଇଥିଲା। ସେଠି ଆସି ନମସ୍କାର କଲି। କିଏ କରିଥିଲେ? ସିଏ କରିଥିଲେ, ସେ ଆମର ଦାଦା ଜଣେ ସ୍ଥାପନ କରିଥିଲେ। ଆଚ୍ଛା ଆଚ୍ଛା, ସେତେବେଳେ ଆଗରୁ ସ୍ଥାପନା କରିଥିଲେ ବୋଲି ସେଠି କରେଣ୍ଟଟା ଆପଣଙ୍କ ପାଇଁ ହେଲା। ତାପରେ ମୁଁ ପୂଜା ଦାଦା ଅଛନ୍ତି ନା କୁଆଡେ ଅଛନ୍ତି? ହଁ, ସେ ଯୋଉ ବଇଛନ୍ତି, ସେ ଯୋଉ ବୁଢା, ସେ ଯୋଉ ବୁଢା ଲୋକ ସେ ବସନ୍ତି। ମୁଁ ଟିକେ ପୂଜା ଫୂଜା କରେ। ମୁଁ ଏ ଲାଇନରେ ଯିବାର ମତେ 12 ବର୍ଷ ଦିନଠାରୁ। ମତେ ଯେତେବେଳେ 12 ବର୍ଷ ହେଇଥିଲା ମୁଁ ଏ ଲାଇନରେ ଯାଏ। କେଶବ ଠାକୁରଙ୍କ କତିକି ବି ମୁଁ ଯାଏ, ତାଙ୍କର ବି ମୁଁ ଆଶ୍ରିତ ଅଛି। ହେଲା ପରେ ସେଠି ପହଞ୍ଚିଲି। ପହଞ୍ଚିଲା ପରେ ଆସି ପହଞ୍ଚିଲି ଘରେ। ରହିଲା ପରେ ଆଉ କିଛି କହିଲିନି। ମୁଁ କହିଲି ଟିକେ ବିଛଣା ପାରିଦିଅ। ବିଛଣାଟି ପାରିଦେଲେ ସେଠୁ ମୁଁ ଶୋଇଲି। ଶୋଇଲା ପରେ ଆଉ କିଛି ମୁଁ ଜାଣିପାରିଲିନି। ମୁଁ ଜାଣିଲି ଶୋଇଲେ। ସିଏ ସେ ଘରେ କହିଲେ ଯେ ତମେ କଣ ଏମିତି ଆଉଳି ବାଉଳି ହଉଛ, ବିଚଳିତ ହଉଛ? ମୁଁ କହିଲି ନାଇଁ ତ, ମୁଁ ବିଚଳିତ କିଛି ହଉନାହିଁ। ନା ତମେ ହଉଛ। ତା ପରଦିନ ସେଠୁ ପୁଣି ରହିଲା ପରେ ସେଠୁ ମୋ ସ୍ତ୍ରୀ ଥିଲା, ସିଏ ସେଠୁ କହିଲା ଯେ ଏମିତି ତମେ କାଇଁ ଦୁର୍ବଳ ହେଇଯାଇଛ କି? ଗୋଟା କିଛି ଏମିତି ଖାଇବା ପାଇଁ ଟିକେ ଗୋଟେ ଅଣ୍ଡା ଫଣ୍ଡା ଆଣିକି ଦେଲେ। ମୁଁ ଆଉ ଖାଇଲିନି, ମତେ ବାନ୍ତି ହେଲା। ମୁଁ ଆଉ ଖାଇଲିନି। ମୁଁ କହିଲି ନାଇଁ କଣ ଖାଉଛି? ଆଉ ଖାଇଲିନି, ସେଦିନ ଉପାସ ଶୋଇଲି। ତାପରେ ଏପଟ ସାଇଡରେ ମୂଳ ବସନ୍ତର ଯୋଉଟା ମଙ୍ଗଳା ମାଙ୍କ ଗୋଟେ ଅଛି, ସେଇଠିକି ଆମ ଘରେ କହିଲେ ଯେ ଔଷଧ ଫୌଷଧ କିଏ କରିଦେଇଛି, କଣ କରିଛନ୍ତି। ସେଠୁ ମତେ ନେଇକିରି ଗଲେ। ସେମାନେ ମତେ ନେଇକି ଯାଇଛନ୍ତି, ଘର ବାଲା ନେଇକିରି ଗଲେ। ସେଠି ଯାଇ ପହଞ୍ଚିଲେ। ଯେମିତି ପହଞ୍ଚିଲି, ଠାକୁରାଣୀ ଲାଗୁଥିଲେ ମୋ ସାଙ୍ଗେ। ମୁଁ ସାଙ୍ଗେ ସାଙ୍ଗେ ପହଞ୍ଚିଲି, ଠାକୁରାଣୀ ଠିଆ ହେଇକିରି ବସିଥିଲେ ତ, ଠିଆ ହେଇକିରି ଉଠିଗଲେ, ଠିଆ ହେଇଗଲେ। ମତେ ଦେଖିଲେ, ଯେମିତି ଦେଖିଲେ ଠିଆ ହେଇଗଲେ, ସେଠୁ ମତେ ସାଙ୍ଗେ ସାଙ୍ଗେ କହିଲେ ତାକୁ ଆଣିକିରି ଆମ ପିଠରେ ବସାଅ। ମାଙ୍କ ଯୋଉ ଠାକୁରାଣୀ ବଇଥିଲେ ତାଙ୍କ କାଳିଶୀ ପାଖରେ ମୁଁ ବସିଲି, ପିଠ ଦିରେ। ବସିଲା ପରେ ଏଠୁ ସାଙ୍ଗେ ସାଙ୍ଗେ କଣ ନା ପୂଜା ପୁଣି ଆରମ୍ଭ ହେଲା ତାଙ୍କର। ପୂଜା ଯେତେବେଳେ ଆରମ୍ଭ ହେଲା, ମୁଁ ସେଇଠି ନୀରବ ହେଇଯାଇଛି। ନୀରବ ହେଲା ପରେ ମା ସେଠୁ ଆସିକିରି ମତେ ଟିକେ ଝାଡିଦେଲେ। ଝାଡିଦେଲା ପରେ ମୋ ସ୍ତ୍ରୀ କହିଲେ କାଲି କଣ ତମେ ଖାଇବାକୁ ଦେଇଥିଲ? କାଳିଶୀ ତାଙ୍କୁ ପଚାରିଲେ। କହିଲେ ତାଙ୍କୁ କାହିଁ ଏମିତି ଦୁର୍ବ୍ୟବହାର କଲ? ସ୍ତ୍ରୀ କହିଲେ ନା ନାଇଁ ମା, ମୁଁ ଜାଣିନି, କହିଦେଇଛନ୍ତି ଆଉ ମୁଁ ଜାଣିନି। ମୁଁ କହିଲି, ଭାବିଲି ଭୁଲରେ। ନା ନାଇଁ, ସିଏ ତାଙ୍କ ପାଖରେ ରହିବେ, ସିଏ ତାଙ୍କ ପାଇଁ ଆଇଛନ୍ତି। ଆଉ ସିଏ ତାଙ୍କୁ ମୁଁ ଜଣେଇଦେବି ସବୁ କଥା। ହେଲେ ତାଙ୍କୁ ପାଖକୁ ତମେ ଯୋଉ କହୁଛ ଯେ କାଳିଶୀ ଫାଳିଶି ଲାଗିବନି, ତମର କିଛି କ୍ଷତି କରିବନି। ତମ ପାଖରେ ସିଏ ସବୁବେଳେ ରହିବ, ତମ ଘରେ। ଆଉ ସିଏ ଯାହା ତା ପାଇଁ ମୁଁ ଆଇଛି, ଏମିତି କହିଲା।
ସେଠୁ ସେ ଯୋଉ କାରଣ ମାଙ୍କର ଯୋଉ ମଙ୍ଗଳା ମା କହିଲେ ଯେ ସିଏ ହଉଛନ୍ତି ଆମର ବଡ ଭଉଣୀ। ତାରିଣୀ କି କହିଲେ? ତାରିଣୀ କହିଲେ ସେ ଆମ ବଡ ଭଉଣୀ। ମୋ ସ୍ତ୍ରୀ ବି କହିଲା କଣ ତାରିଣୀ ମା କହିଲା ମଙ୍ଗଳା ଠାରୁ କଣ ବଡ, ଏମିତି ମୋ ସ୍ତ୍ରୀ କହିଲା ନାଇଁ ନାଇଁ ସିଏ ହଉଛି ମା ବଡ ଭଉଣୀ କିଏ ଜାଣିପାରୁନା କହିଲେ ଇଏ ହଉଛି ମା, ତାଙ୍କର ହଉଛି ଦଶ ଅବତାର, ଇଏ ହଉଛି ମା କାଳୀ। ସେଠୁ କହିଲେ ମୋ ସ୍ତ୍ରୀ ସେଠୁ ଛାନିଆ ହେଇଗଲା। ଛାନିଆ ହେଇକିରି କଣ ହବ କଣ ନାହିଁ ଏମିତି କହିଲା ତ, କହିଲା ସେଠୁ ନ ହବ କି ନେଇ ଅଲିଆ ପଇଲା, କହିଲା ତୋର କିଛି କ୍ଷତି କରିବନି ଯା। ସେଠୁ ଟିକେ ଦେଲେ ଧଣ୍ଡା ଫଣ୍ଡା ଦେଲେ, ଝାଡି ଝୁଡି ଦେଲେ, ସେଠୁ ଟିକେ ଭଲ ହେଲା। ମତେ ସେଠୁ ଲୋକ ନେଇକିରି ଆସିଲେ। ଆସିଲା ପରେ ସେଠୁ ମୁଁ ଟିକେ ଭଲ ଲାଗିଲା, ମୁଁ ପଳେଇ ଗଲି ଘରକୁ ଆସିଲି। ତାପରେ ମୁଁ ଟିକେ ପଳେଇ ଯାଇଥିଲି, ଗୋଟେ ରାଜମିସ୍ତ୍ରୀ ଲୋକ, ମୁଁ ମୋର କାମକୁ ପଳେଇଲି। କାମକୁ ପଳେଇଲା ପରେ ସେଇଦିନ ଶୁକ୍ରବାର ପୁଣି ହେଇଥିଲା ଶୁକ୍ରବାର, ମୁଁ ରାତିରେ ଅଧେ ଶୁଏ ଅଧେ ଶୁଏନି। ମୋର ସେ ସମୟରେ ଯୋଉ ସମୟରେ ମୋ ଉଠିଯାଏ ସେ ଉଠେଇଦିଏ। ସେଇ ସମୟରେ ଉଠିଲା ଭିତରେ ଆମ ଗାଁରେ ଜଣେ ଗୋଟେ ସ୍ତ୍ରୀ ଲୋକ, ମୁଁ ଉଠିଛି ସିଏ ବି ଉଠିଛି। ସେଇ ସମୟରେ ଆସିଲା ପରେ ସେଠୁ କହିଲା ସେ ହାଣ୍ଡି ପଡିଯାଇଛି, ସିଏ ଆଇଛି ଆମ ଘରେ ଧାନ ଉଷୁନା ହାଣ୍ଡି ନବ। ସେଇ ସମୟରେ ସେ ଯେତେବେଳେ ଧାଡାସକିନି ହେଇଲା ଗୋଟେ ପଡିଗଲା ପରେ ସିଏ ଚମକି ଗଲା। ସିଏ ସେଠୁ ପଳେଇଲା ପରେ ତାକୁ ସେଠୁ ଡରିକିରି ତାକୁ ଲାଗିଲା। ସେଠୁ କହିଲା ମା ଲାଗିଲେ? ହଁ ହଁ ମା ଲାଗିଲା। ମା ଲାଗିଲା ପରେ 21 ଦିନ, ମାସେ 21 ଦିନ ତା ପାଖରେ ରହିଛନ୍ତି। ମାସେ 21 ଦିନ ହେଲା ପରେ ତାଙ୍କ ପାଖରୁ ପଳେଇଲେ ଛାଡିକି। ସେ ସବୁ ମତେ କହିଗଲେ ଯେ ଏଇ ବାପା ଏଇ ଜିନିଷଟା କରିବୁ, ଏଇ ଜିନିଷ ତୁ ଯୋଉଠି ଥିବୁ ମୁଁ ତୋ ପଛରେ ଅଛି, ମୁଁ ତୋ ସାଙ୍ଗରେ ଅଛି, ମୁଁ ସବୁଦିନେ ତୁ ମତେ ଯାହା ଦେ, ତୁ ଫୁଲ ଦେ ପାଣି ଦେ ଯାହା ଦେ, ତୁ ମତେ ପୂଜା କରିବୁ। ମନ୍ଦିର ମଧ୍ୟ ତୋଳା ହେଇଛି। ହଁ ଆମେ ଯିବା ଦେଖିବା। ଏଠି ଯୋଉ କହୁଥିଲେ ଯୋଉ ଆସିକି ରହୁଥିଲେ ଏଇଠି, ହଁ ଏଇଟା ହଉଛି ପ୍ରଥମ ପୀଠଟା। ଅଧିଆ ପଡିଥିଲେ? ହଁ ଏଠି ଯୋଉ ଅଲିଆ ପଡିଥିଲି, ଏଠି ରାତି 4ଟାରେ ଆସେ, ସେ ମତେ ଡାକନ୍ତି। ଏଠି ଏଟା ଜଙ୍ଗଲ ଥିଲା ଏ ଏରିଆରେ, ଏ ଜଙ୍ଗଲ ଟା ପୁରା ଏମିତି ଏଠି ଗୋଟେ କଣ୍ଟା ଫଣ୍ଟା ଥିଲା। ଏଠି ଆସେ ମୁଁ ଏଠି ଗଳିକିରି ଏଠି ମତେ ଡାକି ଏମିତି ମୋ ସାଙ୍ଗେ ସାଙ୍ଗେ ଆସିବ, ମୁଁ ଆଗରେ ଚାଲିବ। ମୁଁ ଡର ଭୟ ତ କିଛି କଲିନି, ମୁଁ ତ ଜାଣିଲି ସେ ଆଗରେ ଚାଲିବ ମୋ ପଛରେ ଚାଲିବି। ସେଇଠି ଆସି ବ୍ରେକ୍ ହେଇଯିବ, ମୁଁ ଏଠି ଆସିବି, ମୁଁ ଗାଧେଇବାକୁ ଯିବି, ଗାଧେଇକି ଆସି ଏଠି ଅଲିଆ ପଡେ। 2 ଘଣ୍ଟା ଅଲିଆ ପଡିବେ, ଅଲିଆ ପଡେ ପୁଣି ପଳେଇ ଯାଏ। ଏମିତି ହେଲା ପରେ କେତେ ଦିନ ସେଟା? 21 ଦିନ ଅଲିଆ ପଇଲି। ଘରୁ ଯାଇକି ଡାକନ୍ତି ରାତିରେ? ହଁ ସିଏ ମତେ ଡାକିଦବ। 21 ଦିନ ପଡିଲା ପରେ ତାପରେ ମାଙ୍କର ଦୃଶ୍ୟ ବାହାରିଲା, ଯୋଉ ସ୍ତ୍ରୀ ଲୋକକୁ ଲାଗିବା। ଆଉ ଗୋଟେ ଜିନିଷ ଟା ଦେଖିଥିଲି, ସେ ଜିନିଷଟା ଆମ ଘରେ ମୁଁ ବି ଶୁଏ, ଆମ ଘରକୁ ଦିଅନ୍ତି। ହଁ ସେଇ ରୂପରେ, ସର୍ପ ରୂପରେ ଦେଖି ବଡ ଏମିତି ସପ୍ତ ଫେଣି ତାକୁ କୁହାଯାଏ। ଦେଖା ଦେଇଛନ୍ତି? ହଁ ମୁଁ ନିଜେ ଦେଖିଛି। ନାଇଁ ବାସ୍ତବ ଦେଖିଛି। ବାସ୍ନା ତାର ହଉଛି ସୀତା ଭୋଗ ଚାଉଳ ଠାରୁ ଆହୁରି ଉନ୍ନତ ବାସ୍ନା। ଏତେ ଚଉଡା ଏମିତି। ହଁ ଏଇ ଜାଗାରେ ଥିଲା। ଆମ ଘରକୁ ଯାଇଥିଲେ, ସିଏ ବି ଘରକୁ ଯାଆନ୍ତି। ଆମର ଗୋଟେ ଖାତା ଥିଲା, ଏମିତି ବହି ମୋ ପିଲାମାନେ ପାଠ ପଢନ୍ତି। ସେଇ ସମୟରେ ସେଟା ଯେତେବେଳେ ବହି ଦିହରେ ଯାଇ ସିଏ ଶୁଅନ୍ତି, ସେ ତେଲ ପୁରା ତେଲ ଚିକଟା ହେଇଯାଏ, ମାନେ ତେଲ ଯେମିତି ଢଳା ହେଇଛି କି ସେଇ ଜାଗାରେ ହବ। ଟିକେ ଶୁଙ୍ଘିଲା ବେଳକୁ ବାସ୍ନା ହବ। ସମସ୍ତେ ପିଲାମାନେ ଆମର ଡରିଲେ। ଏଇ ଜିନିଷଟା ହଉଛି, ମୁଁ କିଛି ହବ ନାହିଁ, ତମର କିଛି କ୍ଷତି କରିବ ନା। ଏମିତି ଏଇ ସବୁ ଜିନିଷ ଏମିତି ହେଇକିରି କେତେ ଦିନ ଭଳିଆ ସେ ସପ୍ତଫେଣୀ ଯାଇକି ଦେଖା ଦର୍ଶନ ଦେଲେ? ରହିଲେ ସେଇ ସମୟରେ ମୋ ପାଖରେ ରହିଲେ ମାସେ ରହିଲେ। ତାପରେ ଆଉ ଆସିଲେନି? ମାସେ ରହିଲା ପରେ ଆମର ଭାଉଜ ଯିଏ ଥିଲେ ସେ ଟିକେ ଡରିଲେ, ସେଗୁଡା କାହାକୁ କଣ କହିଲେ, ସେ ସେଠୁ ପଳେଇଲେ। ଯୋଉଗୁଡା କଣ ଔଷଧ ଫୋଷଧ ଆଣିକି ଦେଇଦେଲେ, ସେଟା ଥୋଇଦେଲା ପରେ ସିଏ ସେଠୁ ଆସିଲେ ଏଠିକି। ହେଲେ ମତେ ସେଇଠି କହିଲେ ଯେ ମୁଁ ଘରେ ଥିଲି ନା, କହିଲେ ଏମିତି ହେଲା, କହିଲେ ଯେ ମୁଁ ଯାଉଛି, ମୁଁ ଏଇ ଜାଗାରେ ଅଛି। ସିଏ ସେଠୁ ମତେ ଏଇ ଜାଗା ଟା ଦେଖେଇଲେ ଆକ୍ଚୁଆଲି। ତାପରେ ଦେବଦାରୁ ଗଛ ମୂଳ ସେଠୁ ମୁଁ ଆସିଲା ପରେ, ମୁଁ ଏଇଠି 21 ଦିନ ଅଲିଆ ପଡିଲା ପରେ ମତେ ସେଠୁ ସିଏ କହିଦେଲେ ସବୁ ବିବରଣୀ। ତାପରେ କଲା ପରେ ମୁଁ ସେଠୁ ଗଲି। ଅନେକ
ଆମର ଉଡା ସିଙ୍ଗି ସେପଟ ସାଇଡ ଗୁଡା କଣ କଥା କୁହନ୍ତି ଯାହା ବି ହଉ, କଣ ହେଲା ତାପରେ? ସେ ଜାଗାରେ ହନୁମାନ ଆସିଲେ ସେଠି ବି କାଳିଶୀ ନାଗୁଥିଲେ ସିଏ ବି ସେଠି ଏଠିକି ଆସିକିରି ଏଠି ଆସି ପହଞ୍ଚିଲେ ଏଠି ପହଞ୍ଚିକିରି ସିଏ ବି ଏଠି ପୂଜା ପୂଜା ହେଲା ସିଏ ସେଠି ମୁଁ ବି ତାଙ୍କୁ ସେଠିକି ଯାଇଥିଲି ସେ କହିଥିଲେ କଣ ଏମିତି କହିଲେ ଯୋଉ କାଳିଶୀ ଆସିଲେ? ହଁ ସିଏ କହିଲେ ସିଏ ହଉଛନ୍ତି ଆମର ମା ହନୁମାନ କହିଲେ ଇଏ ହଉଛନ୍ତି ଆମର ମା ଆଉ ଆମେ ଏଠି ଆସିବୁ ସେଠି ପୂଜା ପୂଜା ହୁଏ ସିଏ ମାନି ଯାଇଛନ୍ତି ତାପରେ ମୁଁ ନିଜେ ତାପରେ ଆଉ ଗୋଟେ ଦୃଶ୍ୟ ଦେଖିଲି ଯୋଉ ସମୟରେ ଯୋଉ ମନ୍ଦିର ଯୋଉ ଜଣେ ଦାନ କଲା ତାପରେ ଦାନ କଲା ଯେତେବେଳେ ମୋ ସହିତ ଯେତେ କଥାବାର୍ତ୍ତା କଲା ସେଠି ଆମର କେଶବ ଭାଇ ବୋଲି ଗୋଟେ ଜଣେ ଥିଲେ ମନ୍ଦିରକୁ ଯିବା ଏବେ